ଗ୍ରାହକଙ୍କୁ କନ୍ଦାଉଛି ରସୁଣ। ସବୁ ରୋଷେଇରେ ଛୁଙ୍କ ଦେଉଥିବା ରସୁଣ କେଜି ଏବେ 400 ଟଙ୍କା। 100 ଗ୍ରାମ ରସୁଣ କିଣିଲେ 50 ଟଙ୍କା ନେଉଛନ୍ତି ବ୍ୟବସାୟୀ। ଓଡ଼ିଆ ଘରେ ରସୁଣର ବ୍ୟବହାର ପ୍ରାୟ ସବୁଦିନ ହୁଏ, କିନ୍ତୁ ଏବେ ସେହି ରସୁଣ ପାଲଟିଛି ଦୁର୍ଲଭ। କିଣିବାକୁ ଅସମର୍ଥ ହେଉଛନ୍ତି ଗରିବ ଏବଂ ମଧ୍ୟବିତ୍ତ ପରିବାର, ଯାହାକି ରସୁଣ କିଣିବା ପୂର୍ବରୁ ଖାଉଟିକୁ ବାରମ୍ବାର ଭାବିବାକୁ ପଡୁଛି। ତେବେ ରସୁଣର ଏଭଳି ଅହେତୁକ ଦର ବୃଦ୍ଧି ପୂର୍ବରୁ କେବେ ହୋଇନଥିଲା। ସାଧାରଣତଃ ଓଡ଼ିଶାକୁ ଇନ୍ଦୋର ଓ ଉତ୍ତର ପ୍ରଦେଶରୁ ରସୁଣ ଆସିଥାଏ, ହେଲେ ସେଠାରେ ଏବେ ରସୁଣ ଉତ୍ପାଦନ କମ୍ ଥିବାରୁ ଦର ବୃଦ୍ଧି ପାଉଛି ବୋଲି ବ୍ୟବସାୟୀଙ୍କର ମତ ରହିଛି। ଯଦିଓ ଏବେ ବଜାରକୁ ନୂଆ ରସୁଣ ଆସିଲାଣି, କିନ୍ତୁ ତାହା ସମୁଦ୍ରକୁ ସଂଖେ ମାତ୍ର। ସେପଟେ ଦର ନିୟନ୍ତ୍ରଣକୁ ଆସିବା ପାଇଁ ଆହୁରି 10 ରୁ 15 ଦିନ ଲାଗିପାରେ ବୋଲି ବଜାର ବ୍ୟବସାୟୀମାନେ ଅନୁମାନ କରୁଛନ୍ତି।